ବାନି ଘର ଲୋକ ସମସ୍ତଙ୍କ ଆଗରେ କହୁଛନ୍ତି ଏବେ ଷ୍ଟାର୍ଟ ହବ ଅସଲ ଗେମ୍ ନତାଶା ଆଦି ଆଉ ମୁକ୍ତିଙ୍କ ଭିତରେ। କିଏ ଆଦିଙ୍କର ଅସଲ ସାଥୀ ଆଉ କିଏ ଆଦିଙ୍କୁ ବହୁତ ଭଲରେ ଜାଣିଛି ଏଇଠୁ ଜଣା ପଡ଼ିଯିବ। ସୋ ପ୍ଲିଜ୍ ସେଠାକୁ ସମସ୍ତେ ଆସିଯାଅ। ତାପରେ ଆଦି ଆଉ ନତାଶା ଆସିକି ଚେୟାର ଉପରେ ବସୁଛନ୍ତି ଆଉ ମୁକ୍ତି ଛିଡ଼ା ହେଉଛନ୍ତି। ବାନି ସମସ୍ତଙ୍କୁ ଗୋଟେ ଗୋଟେ ବେଡ୍ ଦେଉଛନ୍ତି ଆଉ ମାର୍କର ବି ଦେଉଛନ୍ତି। ତାପରେ ବାନି କହୁଛନ୍ତି ସୋ ଏବେ ଫାର୍ଷ୍ଟ କ୍ୱେଶ୍ଚନ୍ ଆଦିଙ୍କୁ ଖାଇବାରେ ସବୁଠାରୁ ଭଲ କ'ଣ ଲାଗେ? ବାନି ଏମିତି ପଚାରୁଛନ୍ତି। ତାପରେ ସମସ୍ତେ ତାଙ୍କ ବୋର୍ଡ଼ରେ ପାସ୍ତା ଲେଖୁଛନ୍ତି। ତାପରେ ବାନି କହୁଛନ୍ତି ଆରେ ବା 3 ଜଣ ଯାକ ଆନ୍ସର ସବୁକିଛି ଠିକ୍ ଦେଇଛନ୍ତି କଂଗ୍ରାଚୁଲେସନ୍ସ। ତାପରେ ବାନି କହୁଛନ୍ତି ଆଚ୍ଛା ସେକେଣ୍ଡ ପ୍ରଶ୍ନ ଆଦିଙ୍କର ସବୁଠାରୁ ଫେଭରାଇଟ୍ ପର୍ସନ୍ କିଏ? ସମସ୍ତେ ନିଜ ନିଜ ବୋର୍ଡ଼ରେ ଲେଖୁଛନ୍ତି ଜେଜେମା। ତାପରେ ବାନି କହୁଛନ୍ତି ୱାଓ ଏଥରକ ବି ସମସ୍ତଙ୍କ ଆନ୍ସର ସେମ୍ ଅଛି ଆଉ ଠିକ୍ ଅଛି। ଲାଗୁଛି ତମେମାନେ କେହି କାହାଠାରୁ କମ୍ ନୁହଁ। ତାପରେ ବାନି ଲାଷ୍ଟ କ୍ୱେଶ୍ଚନ୍ ପଚାରୁଛନ୍ତି ଆଦିଙ୍କ ଲାଇଫ୍ର ସବୁଠାରୁ ବଡ଼ ୱିଶ୍ କ'ଣ? ଏଇ ଲାଷ୍ଟ କ୍ୱେଶ୍ଚନ୍ ପାଇଁ ଘର ଲୋକ ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି ଆଉ ଡରୁଛନ୍ତି ବି କ'ଣ ଆଗକୁ ହେବ। ତାପରେ ଶାଲିନୀ କହୁଛନ୍ତି ଆଜିର ମୁହଁ ଦେଖା ହେଲା ଗେମ୍ ବି ହେଲା। ସୋ ଏଇଥିରୁ ଜଣାପଡ଼ୁଛି ମୁକ୍ତି ଆଦିକୁ ହିଁ ବହୁତ ଭଲସେ ଜାଣିଛି। ସୋ ନତାଶା ଏଇଥିରେ ତମର ଆଉ କିଛି ଡାଉଟ୍ ନାହିଁ ନା? କାହିଁକି ନା ପ୍ରୁଭ୍ ହେଇଗଲା ମୁକ୍ତି ତମଠାରୁ ଅଧିକ ଆଦିକୁ କ୍ଲୋଜ୍ରେ ଜାଣିଛନ୍ତି। ତାପରେ ନତାଶା ବହୁତ ଜୋର ରାଗି ଯାଉଛନ୍ତି ଆଉ ମୁକ୍ତିଙ୍କ ହାତରୁ ବୋର୍ଡ଼ ଆଣିକି ତଳେ ଫୋପାଡ଼ି ଦେଉଛନ୍ତି। ତାପରେ ମୁକ୍ତିକୁ ନତାଶା କହୁଛନ୍ତି ମୁଁ ଜାଣିଥିଲି ମୋ ଠାରୁ ଅଧିକ ତୁ ଏଡିକୁ କ୍ଲୋଜ୍ରେ ଜାଣିଥିବୁ। କାହିଁକି ନା ତାଙ୍କ ଉପରେ ତୋର ଦିନଠାରୁ ରାତି ଯାଏଁ ନଜର ଥିଲା। ଯେବେଠାରୁ ତୁ ଏଡିଙ୍କ ଅଫିସରେ ଜଏନ୍ କରିଛୁ ସେବେଠାରୁ ଏଡିଙ୍କ ଉପରେ ତୋର ଖରାପ ନଜର ଥିଲା। ସେଇଥିପାଇଁ ଏଡିଙ୍କ ଅଫିସରେ ତୁ ଗୋଟେ ଏମ୍ପ୍ଲୟି ଭାବରେ ଜବ୍ କରିକି ତୁ ଏଡିଙ୍କର ଆଖପାଖରେ ରହୁଥିଲୁ। ତୋର ଏଇ ନଟକ ଝଟକ ଆଦାୟ ଦେଖେଇକି ତୁ ଏଡିକି ଫସଉଥିଲୁ। ଆଚ୍ଛା ତୁ ଆଗରୁ ବି ଏମିତି କରିଛୁ ନା ତୋର ସେ ଡାଉନ୍ ମାର୍କେଟ ଗାଁରେ? ଆଉ ସେଇଥିପାଇଁ ତୋ ପରିବାର ଲୋକେ ଆଉ ତୋ ଦାଦା ତତେ ମାରିବାକୁ ଚାହୁଁଥିଲେ। ଆଉ ତୁ ଯାହାଙ୍କୁ ବାହା ହେଇଥିଲୁ ସିଏ ବି ତୋ କ୍ୟାରେକ୍ଟର ବିଷୟରେ ସବୁକିଛି ଜାଣିଗଲା। ସେଇଥିନାଗି ସେ ତତେ ଛାଡ଼ିକି ଚାଲିଗଲା। କେବଳ ସେଇମାନେ ନା ଏମିତି ଆହୁରି ବହୁତ ପୁଅ ତୋ ଲିଷ୍ଟରେ ଅଛନ୍ତି। ଜାଣିଛୁ ଏମିତି ଝିଅମାନଙ୍କୁ କ'ଣ କୁହନ୍ତି କ୍ୟାରେକ୍ଟରଲେସ୍। ତତେ ନା ଖାଲି ପଇସା ଦରକାର। ସେଇଥିନାଗି ତୋ କ୍ୟାରେକ୍ଟରକୁ ଭୁଲି ଯାଇକି ଆଦିକୁ ଫସେଇ ଦେଇଛୁ। ତୋ ଭଳି ବେଲଜ୍ୟା ଝିଅକୁ ତ ମରିଯିବା ଦରକାର। ତୁ ବଞ୍ଚିଛୁ କେମିତି କେଜାଣେ? ତାପରେ ରାଗିଣୀ କହୁଛନ୍ତି ଡୋଡୋ ତୁ ସେଇ ଟାଇମ୍ରେ ନତାଶା କହୁଛନ୍ତି ଚିଲେଇବା କିଛି ବି ଦରକାର ନାହିଁ ଦିଦି। ତୁ ଅଲରେଡ଼ି ଥରେ ମୁକ୍ତି ପାଇଁ ମୋତେ ହାତ ଉଠେଇ ସାରିଛୁ। ମାର ମୋତେ। ଏମିତି କହିକି ନତାଶା ରାଗିଣୀଙ୍କ ହାତକୁ ଆଣିକି ନିଜେ ନିଜେ ରାଗିଣୀଙ୍କ ହାତରେ ମାଡ଼ ଖାଉଛନ୍ତି। ତାପରେ ରାଗିଣୀ କହୁଛନ୍ତି ଛାଡ଼ ମୋତେ। ହଁ ଦର୍ଶକ ବନ୍ଧୁ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।